କାହିଁକି ଅନାଦି କାଳରୁ ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ଭୋଜନ ରସିକ କାଳିଆ ଠାକୁର ତାଙ୍କର ରାତ୍ରି କାଳରେ ବଡ଼ସିଂହାର ସମୟରେ କଦଳୀ ବରା ସହିତ ପଖାଳ ଖାଇଥାନ୍ତି, ସୁବାସ ପଖାଳ ବା ଦହି ପଖାଳ। ତେଣୁ ଏଇ ଦହି ପଖାଳ ଓଳି ଆମ ହାତରେ ଅଛି, ଯୋଉ ଓଳିର ନାଁ କି ପଖାଳ ଓଳି ବୋଲି ମଧ୍ୟ କୁହାଯାଏ। ଅନେକ ପ୍ରକାର ମାଟି ପାତ୍ର ରହିଛି, ଦାସିଆ ହାଣ୍ଡି, ବାଇ ହାଣ୍ଡି, ଅଙ୍ଗାସ ଓଳି ଇତ୍ୟାଦି ଇତ୍ୟାଦି, ନମ୍ବରୀ କୁଡ଼ିଆ। ଇ ଭିତରେ ପଖାଳ ମହାପ୍ରଭୁ ଯୋଉଥିରେ ଖାଇଥାନ୍ତି ତା ନାଁ ହେଲା ପଖାଳ ଓଳି। ତେଣୁ ଏ ପଖାଳ ଓଳିରେ ଅଦ୍ରକ ମାନେ ଅଦା, ଜିରା, ଶର୍କରା, ଦହି ଏବଂ ଲବଣ, ଲୁଣ ପଡିକିରି ଗୋଟେ ଅତ୍ୟନ୍ତ ସୁସ୍ୱାଦୁ ଜିନିଷ जोटा कि महालक्ष्मी प्रस्तुत करते महाप्रभुंकर जमी भलरे पखाल खिया निद हम राति। तेणु ये पखाल सेवन करते से पखाल विश्व ब्रह्मांड मालिक कोटी ओडियार मौड़मणि होकर ओडिया मानकर खाद्य को निजे अंगीकार करुँच। 56 प्रकार भोग खाइले रसाल विशाल खाद्य महाप्रभु से पखाल को चाहिए नित्य प्रतिदिन। आज विश्व पखाल दिवस रे महाप्रभु एमती पखाल खाई ओडिया मान प्रति एमती कृपा करी अमृत नेत्र चाहिए एतिकी पाद पद्म आमर कामना।